ଥରେ ମୋ ଷ୍ଟାଇଲରେ ଚିକେନ ରାଧି ହିଁ ଖାଆନ୍ତୁ। ଯଦି ଆପଣଙ୍କୁ ଭଲ ନ ଲାଗିବ ନା ତ ମୋ ଚ୍ୟାନେଲରୁ ଯଦି ସବସ୍କ୍ରାଇବ କରିଥିବେ ଅନସବସ୍କ୍ରାଇବ କରିଦେବେ। ତ 90 ଡେ ଚ୍ୟାଲେଞ୍ଜ ଭିଡ଼ିଓ ଆଜି ମୋର ଡେ ନମ୍ବର 57 ମାନେ 57। ତ ଆଜି ସକାଳର ବ୍ଲଗ ଷ୍ଟାର୍ଟ ହେଲା ଖଜା ଖାଇକି। ତ ଖଜା ନା ଦିଦି ଯାଇଥିଲା ପୁରୀ, ତ ସେଠୁ ଖଜା ଆଣିଥିଲା। ତାପରେ ସେ ଖଜାକୁ ଖାଇଦେଲି। ଦେନ୍ ତାପରେ ମୋତେ ବୋଉ ପଡ଼ିଥିଲା ଚିକେନ ଆଣିବାକୁ ଯାଉ। ତାପରେ ମୁଁ ଦେନ୍ ଚାଲିଗଲି ଚିକେନ ଆଣିବାକୁ। ତ ସେଠୁ ଯାଇ ଚିକେନ ନେଇ ଆଇଲି। ଆଉ ଚିକେନ ଆଣି ସାରିଲା ପରେ ନା ମୋତେ ଲାଗୁଥିଲା କି ଆଜି ମୁଁ ରୋଷେଇ କରି ଆଉ ଗୋଟେ ଭିଡ଼ିଓ ବନେଇବି ବୋଲି। ତାପରେ ମୁଁ ଆସି ଘରେ ପହଞ୍ଚିଲି, ଆଉ ଚୁଲି ଲଗେଇଦେଲି। କାଠ ଚୁଲିରେ ରନ୍ଧା ହେଲେ ଭଲ ଲାଗେ ବୋଲି ମୁଁ ଶୁଣିଥିଲି। ତ ପ୍ରଥମେ ତ ଗୋଟା ମସଲା ପକାଇଦେବେ, ଆଉ ତାପରେ ପିଆଜ ପକାଇ ସାରିଲା ପରେ ନା ତାକୁ ଟିକେ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏଁ ଭାଜିଦେବେ। ଭାଜି ସାରିଲା ପରେ ନା ସେଥିରେ ଟିକେ ଲଙ୍କାଗୁଣ୍ଡ ପକାଇଦେବେ, ଆଉ ତାପରେ ବଟା ହେଇ ରଖିଥିବା ମସଲା। ତ ମସଲା କିଛି ସମୟ କଷିଦେବେ। ଆଉ ହଁ, ରାନ୍ଧିବାର ନା ମସଲା କଷିବାଟା ହେଉଛି ମେନ୍। ତାପରେ ଟିକେ ଜିରା ଗୁଣ୍ଡ, ତାପରେ ଚିକେନ ମସଲା। ତ ଚିକେନ ମସଲା ପକାଇଦେବେ। ଯେତିକି ମସଲା, ଯେତିକି କ୍ୱାଣ୍ଟିଟି ଅନୁସାରେ ଚିକେନ ଆପଣଙ୍କର ସେତିକି ନେଖା ମସଲା ପକାଇବେ। ତ ସେଇ ଅନୁସାରେ ମସଲା ପକାଇକି ମସଲା ହେଲା ପରେ ମୁଁ ତାକୁ ଚିକେନ ପକାଇ କଷିଦେଲି। ତାପରେ ଗ୍ରେଭି ହେବା ପାଇଁ ଛାଡ଼ିଦେଲି, ପାଣି ଦେଇଦେଲି। ତାପରେ ମୁଁ ପଳେଇଲି ଗାଧୋଇବା ପାଇଁ। ତ ଗାଧୋଇକି ଆସିଲା ବେଳକୁ ଚିକେନ ପୁରା ରେଡ଼ି। ଆଉ ଚିକେନ କଲର ହିଁ ଦେଖିପାରୁଥିବ କେତେ ବଢ଼ିଆ ଦେଖାଯାଉଛି। ଆଉ ଖାଇଲା ବେଳକୁ ତ ପୁରା ୱାଓ। ଭିଡ଼ିଓଟି ଭଲ ଲାଗିଥିଲା ନା, ଫଲୋ ସବସ୍କ୍ରାଇବ କରିଯିବ।